ସୁଭଦ୍ରାକୁ ନେଇ ବଡ଼ ଖବର। ଏହି ଦିନ ମିଳିବ ଟଙ୍କା। ରାଜ୍ୟରେ ଆରମ୍ଭ ହୋଇଅଛି ସୁଭଦ୍ରା ସମୀକ୍ଷା କାର୍ଯ୍ୟକ୍ରମ। ରାଜ୍ୟରେ ଅଙ୍ଗନବାଡ଼ି ଦିଦି, ଏସ୍ଏଚ୍ଜି ମହିଳା ଓ ଉଚ୍ଚଶିକ୍ଷା ବିଭାଗର ଛାତ୍ରୀ ସୁଭଦ୍ରା ଯୋଜନାର ସମୀକ୍ଷା କରିବେ ବୋଲି ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି। ରାଜ୍ୟରେ 200ରୁ ଅଧିକ ଅଙ୍ଗନବାଡ଼ି କେନ୍ଦ୍ରର ମଧ୍ୟ ଏହି କାର୍ଯ୍ୟକ୍ରମ ଜରିଆରେ ସମୀକ୍ଷା କରାଯିବ। ଏକ ସ୍ୱତନ୍ତ୍ର ଆପ୍ ମାଧ୍ୟମରେ ଏହି ସବୁ ସମୀକ୍ଷା ହେବ। ସୁଭଦ୍ରା ଯୋଜନା 2 ଥର ପାଇବା ପରେ ତାହାକୁ ଅନୁଧ୍ୟାନ କରାଯିବ ବୋଲି ଉପମୁଖ୍ୟମନ୍ତ୍ରୀ କହିଅଛନ୍ତି। ହିତାଧିକାରୀ କିପରି 2ଟି କିସ୍ତିକୁ ଖର୍ଚ୍ଚ କରିଛନ୍ତି ତାହାକୁ ଅନୁଧ୍ୟାନ କରାଯିବ। ଏଥିରେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ମେମ୍ବରଙ୍କ ସହ ପିଆର୍ଆଇ ମେମ୍ବର, ଅଙ୍ଗନବାଡ଼ି ମେମ୍ବର ଓ ହେଲ୍ପରଙ୍କ ସହ ଉଚ୍ଚଶିକ୍ଷା ବିଭାଗର ଛାତ୍ରୀଛାତ୍ର ଏହି ଦିଗରେ କାର୍ଯ୍ୟ କରିପାରିବେ। ଏହି କାର୍ଯ୍ୟକ୍ରମ 22,000 ମହିଳାଙ୍କୁ ସୁଭଦ୍ରା ସମୀକ୍ଷା କରିବାକୁ ପ୍ରାୟ 1 ମାସ ସମୟ ଲାଗିବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ। ଆସନ୍ତା ଅଗଷ୍ଟ 9 ତାରିଖରେ ଓଡ଼ିଶାର ମହିଳା ପାଇପାରିବେ ସୁଭଦ୍ରା ତୃତୀୟ କିସ୍ତି। ଯେଉଁମାନେ ଦ୍ୱିତୀୟ କିସ୍ତି ପାଇନାହାନ୍ତି, ଆସନ୍ତା 2 ଦିନ ମଧ୍ୟରେ ସମ୍ପୃକ୍ତ ହିତାଧିକାରୀଙ୍କ ତାଲିକାକୁ ରିଭ୍ୟୁ କରାଯିବ। ବହୁ ଜଲ୍ଦି ଯୋଗ୍ୟ ହିତାଧିକାରୀ ପାଇପାରିବେ ସୁଭଦ୍ରାର ସମସ୍ତ କିସ୍ତି।